ପୂର୍ଣ୍ଣ କୁମ୍ଭଟିଏ ନ ବସିଲେ କ'ଣ ଶୁଭ କାମ ହେଲାଣି? ସବୁ ସଜଡ଼ା ସରିଲାଣି ମ। ହେଲେ ଛାତ ଉପରେ ହଉଥିଲା ବୋଲି ଏତେ ଗହଳି ଲାଗୁନଥିଲା। ଆମଠୁ ଯୋଉମାନେ ବୟସ୍କ ପ୍ରାୟ ଖୁଡି ଶାଶୁମାନେ ତଳେ ବସି ଗପ ଲଗେଇଲେ। କହିଲେ ଆରେ ବଢିଯାଇ ଅନୁକୂଳ ତ ହବ, ଆଉ ତମେ 7 ଜଣ ପିଲା ଗୁଡାକ ଉପରକୁ ପଳା। ଆମେ କାହିଁ ପିଲା ହଉଥିଲୁ, ଆମେ ବି ସବୁ ବୋହୂ ଆଣିଲୁଣି। ହେଲେ ସେମାନଙ୍କ ଆଗରେ କ'ଣ ଆମେ କହିପାରିବୁ? ଆମକୁ ବି ଛାତ ଚଢିବାକୁ ବାଧା ହଉଛି ବୋଲି ସମସ୍ତେ ଛାତକୁ ଗଲୁ। ଆଉ ବନ୍ଦାପନା କାମ ଆରମ୍ଭ କଲୁ। ଇଏ ମୋର ଗୋଟିଏ ଯା, ତାକୁ ହୁଳହୁଳି ପକାରେ କେହି ପାରିବେନି। ମୁଁ ତ ହୁଳହୁଳି ପକେଇ ପାରେନି। ତା କାରଣରେ ଚୁପକିନା କହିଦେଇଥାଏ, ଦେଖେ ମୁଁ ବନ୍ଦେଇଲା ବେଳେ ତୁ ହୁଳହୁଳି ପକେଇଦବୁ, କେହି ଯେମିତି ଜାଣିପାରିବେନି ମୁଁ ହୁଳହୁଳି ପକେଇ ଶିଖିନି ବୋଲି। ସେ ସବୁବେଳେ ସେ କାମଟି କରିଦିଏ। ନିଜ ନିଜ ଭିତରେ ଏମିତି କେତେ କଥା। ଗାଁ ସାହିରେ ସମସ୍ତେ ଏକାଠି ହେଲେ ପରସ୍ପର ଭିତରେ କେତେ ଦୁଃଖ ସୁଖ, କେତେ କଥାବାର୍ତ୍ତା ଚାଲେ। ଘଣ୍ଟାକ ପାଇଁ ମନ ପୁରା ଅଲଗା ହେଇଯାଏ। ଆଉ ଖାଲି ଦିନରେ ଯିବାକୁ ସମୟ ନ ମିଳିଲେ କ'ଣ ହଉଛି, ଏଇ ଭଲ ମନ୍ଦ ଦିନରେ ତ ନିହାତି ଏକାଠି ହେବାକୁ ପଡିବ। ନହେଲେ ଗାଁରେ ରହିବାର ନିଆରାପଣଟା କମିଯିବନି। ଆମେ ସମସ୍ତେ ଉପରେ ବଢିଯାଇ ଅନୁକୂଳ କାମ କରିଦେଲୁ। ତଳେ ଚା ଜଳଖିଆ କରି, ଆଉ ଯୋଉ ଯାର ପୁଅ ବାହାଘର ହବ ସେ ଅପେକ୍ଷା କରିଥିଲା। ସତ କହିବାକୁ ଗଲେ ଆଜି ହଉଛି ମୋ ଦିଅରଙ୍କର ଏକମାତ୍ର ପୁଅର ବଢିଯାଇ ଅନୁକୂଳ। ନିର୍ବନ୍ଧ କାମ ସରିଯାଇଛି। ଆମେ ଯାଇନଥିଲୁ। ଏଇ 14ରେ ବାହାଘର ବାହାଘର ହେଲେ ପୁଣି ଆପଣମାନଙ୍କୁ ସବୁ ଦେଖେଇବିନି। ଆମ ସାହିର ସମସ୍ତେ ମିଶି ଆମେ କେମିତି ବାହାପୁଆଣି କାମ କରୁ। ଆଉ ଯୋଉ ନୂଆ ବୋହୂଟି ଆସିବ ତାକୁ ବି ତ ପୁଣି ଆପଣମାନଙ୍କୁ ଦେଖେଇବି ନା, ନହେଲେ କଥାଟା କେମିତି ପୂର୍ଣ୍ଣ ହବ। ଆଜିଠୁ ଜାଣ ଆରମ୍ଭ ହେଲା। 14 ତାରିଖରେ ବାହାଘର ହବ। ସବୁ ଆପଣମାନଙ୍କ ସହିତ ବାଣ୍ଟିବି। ଆଉ ଏଇ ଗାଁର ନିଆରାପଣ ସହିତ ଆପଣମାନଙ୍କୁ ପରିଚୟ କରେଇବି। ଏବେ ତ ଆଉ ଅଗଣା ହଜିଗଲାଣି। ଛାତ ଉପରେ ହିଁ ଏ କାମ ହଉଛି। ସେଇଥିପାଇଁ ବୟସ୍କ ଲୋକ କେହି ଆସିନାହାନ୍ତି ବୋଲି ଏତେ ଫାଙ୍କା ଫାଙ୍କା ଲାଗୁଛି। ନହେଲେ ଆମ କୁଟୁମ୍ବ ଯାକ ଏକାଠି ହେଇଗଲେ ପୁରା କେତେ ଗହଳି। ତେଣୁ ଆପଣମାନେ ଅପେକ୍ଷା କରନ୍ତୁ, ଆଗକୁ ପୁଣି ବାହାଘର କଥା ନିଶ୍ଚୟ ଦେଖେଇବି। ଚକି କେମିତି ବୁଲୁଛି ଦେଖନ୍ତୁ। କେଉଁମାନଙ୍କ ଘରେ ଏବେ ବି ଚକି କାରବାର ହଉଛି ମତେ ମତାମତ ଦେଇ ଜଣେଇବେ।